ଅପେରା ରାଜଦରବାର ବୋଲି ଗୋଟେ ନୂଆ ଯାତ୍ରାପାତି ଆଜି ତାର ଶୁଭ ମୁକ୍ତି କରିବ। ତେଣୁ ସେଥିପାଇଁ ଆମେ ରାଇଟର ଡାଇରେକ୍ଟର କଳାକାର ବା ଅନ୍ୟମାନଙ୍କୁ ସେମାନେ ଡାକିଛନ୍ତି, ଆମେ ସେଥିପାଇଁ ଆସୁଛୁ। ବହୁତ ଭଲ କଥା ହେଉଛି ଯେ ସମସ୍ତେ ମାନେ ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା ଚାଲିଯାଉଛି ବୋଲି କହୁଥିଲା ବେଳେ ନୂଆ ନୂଆ ଯାତ୍ରାପାଟି ସବୁ ଆସୁଛନ୍ତି, ନିଶ୍ଚିତ ଭାବରେ ମଙ୍ଗଳକର କଥା। ଏବଂ 80% ଏଣ୍ଟରଟେନମେଣ୍ଟ ଯଦି ଓଡ଼ିଶାର ଅପେରା ନେଉଛି, ତେଣୁ ଅପେରା ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚଉଛି ବୋଲି ଆମେ କହିପାରିବା। ତ ତା ଭିତରେ ଯେଉଁ ସବୁ ଛୋଟ ମୋଟ କଥା ଉଠୁଛି ସେ କଥା ବିଷୟରେ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଏବଂ କହୁଛନ୍ତି ଯେଉଁ ଅଶ୍ଳୀଳତା ଇଏ ସବୁ କଥା ସେଗୁଡ଼ାକ ଆସ୍ତେ ଆସ୍ତେ କେମିତି ଧସେ ଫସି ତାକୁ ଆପଣମାନେ ହିଁ ତର୍ଜମା କରିବେ। କିନ୍ତୁ ବର୍ତ୍ତମାନ ଆମେ ଯେଉଁ ନୂଆ ନାଚ ପାର୍ଟି ଆସୁଛି ବା ନୂଆ ଅପେରା ପାର୍ଟି ଆସୁଛି, ଆମେ ସେମାନଙ୍କୁ କହୁଛୁ ଯେ ଅଶ୍ଳୀଳତା ରହିବ ନାହିଁ ଏବଂ ଭଲ ନାଟକ ଆମେ ଭେଟିଦେବା ଓଡ଼ିଶା ଦର୍ଶକକୁ, ଯେମିତି ଆଗରୁ ଆମେ ଦେଉଥିଲୁ। ମୋ ନିଜ କଥା କହିଲେ ମୁଁ ତ ବହୁତ ଆଗରୁ ମାନେ ଦୀର୍ଘ 38 ବର୍ଷ ଆଗରୁ ଆମେ ଆରମ୍ଭ କରୁଥିଲୁ ସେତେବେଳର ଯାତ୍ରା। ବର୍ତ୍ତମାନ ଟିକେ ଯାହା ବି ହେଉ ଯେଉଁଥିପାଇଁ ହେଉ ଯଦି ଦର୍ଶକମାନଙ୍କୁ ନିଶ୍ଚିତ ଭାବରେ କ୍ଷୁବ୍ଧ କରିଛି, ତେଣୁ ସେଗୁଡ଼ାକ କେମିତି ଦୂରୀକରଣ ହେବ ସେଥିପ୍ରତି ଆମେ ମଧ୍ୟ ପ୍ରୟାସ କରିବୁ ଆମର ଅପେରା ମାଷ୍ଟର ଆସୋସିଏସନ୍ ତରଫରୁ, ରାଇଟର ଡାଇରେକ୍ଟର ଗୀତିକାର ସଙ୍ଗୀତକାର ଏବଂ ନୃତ୍ୟ ନିର୍ଦ୍ଦେଶକଙ୍କ ତରଫରୁ। ଏବଂ ଆପଣମାନଙ୍କ ମଧ୍ୟ ଗୁରୁ ଦାୟିତ୍ୱ ରହିବ ଯେ ଯଦି କେଉଁଠି ଅଶ୍ଳୀଳତା ହେଉଛି, କେଉଁଠି କିଛି ଭୁଲ ଭଟକା ହେଉଛି, ଆପଣମାନେ ଲୋକଲୋଚନକୁ ଆଣିବେ ଏବଂ ତୁରନ୍ତ ନିରାକରଣ ପାଇଁ ଆପଣ ମାଲିକ ହୁଅନ୍ତୁ, ପରିଚାଳକ ହୁଅନ୍ତୁ, ସେମାନଙ୍କ ପାଖରେ ଦାବି ଉତ୍ଥାପନ କରିବେ। ଯାତ୍ରା ଜଗତରେ ନାଟ୍ୟକାର ନିର୍ଦ୍ଦେଶକ ପ୍ରଦୀପ ବେହେରା ଭାବରେ ପରିଚିତ। ନାଟକ ବହି ନା କଳାକାର ଆଗକୁ ନିଅନ୍ତୁ, ଯେମିତି ଅଧାରାତ୍ରିର ସାଥୀ ଆପଣଙ୍କର ସୁପର ଡୁପର ହିଟ୍ ହେଇଥିଲା। ବହି ତ ଦରକାର, ବହି ପ୍ରଥମେ ଦରକାର, ବହି ଦରକାର। ଭଲ ନାଟକ ହେଲେ ନିଶ୍ଚିନ୍ତ ଭାବରେ ଲୋକଙ୍କ ପାଖରେ ପହଞ୍ଚିବ। ତାପରେ କଳାକାର ନଥିଲେ ସେ ବହିକି ଭଲ କରିବେ କି? ସମସ୍ତେ ଦରକାର, କଳାକାର ଦରକାର, ନାଟକ ବି ଭଲ ଦରକାର। ଆପଣ କଳାକାରକୁ ନେଇ ବହି ଲେଖିଛନ୍ତି ନା ଆଗ ଲେଖିଲା ପରେ କଳାକାର ବସାନ୍ତୁ? କଳାକାର କେଉଁ ପାର୍ଟିରେ କ'ଣ ରହୁଛନ୍ତି ତାଙ୍କୁ ନେଇକି ଆମେ ବର୍ତ୍ତମାନ ପରିସ୍ଥିତିରେ ନାଟକ ଲେଖା ହେଉଛି। ଆଗରୁ ଲେଖା ହେଉଥିଲା ଭଲ ନାଟକ ଲେଖିକି ଯେଉଁ କଳାକାର ପଢ଼ୁଥିଲା ତାକୁ ସେଥିରେ ପକାଯାଉଥିଲା। କିନ୍ତୁ ବର୍ତ୍ତମାନ ଏମିତି ପରିସ୍ଥିତି ହେଇଛି, କେଉଁ କଳାକାର ରହୁଛନ୍ତି ତାଙ୍କୁ ନେଇକି କାହାଣୀ ତିଆରି କରାଯାଉଛି। ଅଧାରାତ୍ରିର ସାଥୀ କେଉଁଠୁ ଆପଣ ଆରମ୍ଭ କରିଥିଲେ, କ'ଣ ଗୋଟେ କନସେପ୍ଟ ନେଇଥିଲେ ଯେ? ଅଧାରାତିର ସାଥୀ ମାନେ ରାତି ଅଧବେଳେ ଯେମିତି କେହି ଗୋଟେ ସାଥୀ ଦେବାକୁ ସାହାଯ୍ୟ କରିବାକୁ କେହି ନଥିବେ, ନିର୍ଜନ ରାସ୍ତାରେ ଜଣେ ଯାଉଥିବ, ସେହି ସମୟରେ ଜଣେ ସାଥୀ, ସେଇ ଅଧାରାତିର ସାଥୀ ସେଇ କନସେପ୍ଟ ନେଇକି ଆରମ୍ଭ ହୋଇଥିଲା। ଆଉ ତୁଳସୀ ଗଣନାଟ୍ୟରେ ସେ ନାଟକ ଏବେ ବି ଚାଲିଛି। ଆଉ ନାଟକ ଫିଲ୍ଡରେ ହେଇଥିଲା ବହୁତ ଦିନ, 2 ମାସ ପାଖାପାଖି ସେ ନାଟକ ରିହର୍ସାଲ ମୁଁ କରିଥିଲି। ନାଟକ ହେଲା ଠାକୁରଙ୍କ ଦୟାରୁ। ଏ ବର୍ଷ କ'ଣ ବହି ଆସିଛି ଆଉ ସୁପର ଡୁପର? ଏଇ ଗତ ବର୍ଷ ଏଇ ଜହ୍ନରାତିର ଝଡ଼ ଚାଲିଛି। ଜହ୍ନରାତିର ଝଡ଼, ପୃଥ୍ୱୀରାଜର ଅମାବାସ୍ୟାର ଅତିଥି, ପ୍ରେମ ଏକ ମିଠା ଜହର, ପୁଣି ଏକ ନାଟକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାଜଧାନୀର ରଜନୀଗନ୍ଧା ରାଣୀ ପଣ୍ଡାଙ୍କୁ ନେଇକି। ଆଉ ଗୋଟେ କଇଁ କଇଁ କାନ୍ଦେ କନକ ପରି ଏଇ ଅଶୋକ ସମ୍ରାଟରେ ହେଇଛି। ସାର୍ ଭଲ ନାଟକ ରହୁଛି, ଭଲ କଳାକାର ରହୁଛି, କିନ୍ତୁ ଯଦି ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ନ ହେଉଛି ଚାଲୁନି, ଦର୍ଶକ ଆସୁନାହାନ୍ତି। ଅନେକ କ୍ଷେତ୍ର ଦେଖାଯାଉଛି ଆଇଟମ୍ ଡ୍ୟାନ୍ସ ପରେ ଅନେକ ଦର୍ଶକ ଛାଡ଼ିକି ଚାଲି ଯାଉଛନ୍ତି, ସେଠି ଆଉ ରହୁନାହାନ୍ତି। ସେ ଦର୍ଶକ ଯାତ୍ରା ଦେଖିବାକୁ ଆସନ୍ତିନି, ସେ ଆସନ୍ତି ଆଇଟମ୍ ଡ୍ୟାନ୍ସ ଦେଖିବା ପାଇଁ। ସେମାନେ ଆସନ୍ତି ନାଟକ ଯେଉଁମାନେ ଦେଖିବେ ସେମାନେ ଡ୍ୟାନ୍ସକୁ ଗୁରୁତ୍ୱ ଦେବେନି। ନାଟକର ଗପ କ'ଣ ଅଛି, ନାଟକ କ'ଣ ଖରାପ ହେଉଛି ବୋଲି ସେମାନେ ପଳାଉଛନ୍ତି? ନାଟକ ତ 5ଟା ସିନ୍ ଦେଖିଲେ ଜଣାପଡ଼ିବ ନା, କିଛି ନ ଦେଖିବା ପୂର୍ବରୁ ସେମାନେ ପଳାଇ ଯାଉଛନ୍ତି। ତେଣୁ ସେମାନେ କେବଳ ରେକର୍ଡ଼ ଡ୍ୟାନ୍ସ ବା ସେ ଆଇଟମ୍ ଡ୍ୟାନ୍ସ ଦେଖିବାକୁ ଆସିଥାନ୍ତି। ତାହେଲେ ଆପଣ କହୁଛନ୍ତି 2 ପ୍ରକାର ଦର୍ଶକ ରହୁଛନ୍ତି? ନିଶ୍ଚିନ୍ତ ଯେଉଁମାନେ ଦର୍ଶକ, ଯାତ୍ରା ଦର୍ଶକ, ସେମାନେ ଶେଷ ପର୍ଯ୍ୟନ୍ତ ରୁହନ୍ତି, ଶେଷରେ ମତାମତ ଦେଇକି ଯାଆନ୍ତି, ନାଇଁ ନାଟକ ଆମକୁ ଭଲ ଲାଗିଲା କି ନାଇଁ ଖରାପ ଲାଗିଲା, ଶେଷରେ ମତାମତ ଦିଅନ୍ତି ବା ତାଙ୍କ ମନକୁ ବୁଝେଇକି ସେମାନେ ଯାଆନ୍ତି। ଆଉ ଯେଉଁମାନେ ଚାଲି ଯାଉଛନ୍ତି ହଠାତ୍ ଆସି, ସେମାନେ କେବଳ ଡ୍ୟାନ୍ସ ଦେଖିବାକୁ ଆସିଥାନ୍ତି। ଯାତ୍ରା ଅନୁଷ୍ଠାନର ମାଲିକମାନେ ସେଇଭଳି ଆଇଟମ୍ ଡ୍ୟାନ୍ସ ଅଶ୍ଳୀଳତା ଏସବୁ ନ ଦେଖେଇଲେ ତାଙ୍କ ଅନୁଷ୍ଠାନ ଚାଲିବ। ସେ ଯେଉଁ ପାର୍ଟିର ନାଟକ ଭଲ ନଥାଏ ବା କଳାକାର ଭଲ ନଥାନ୍ତି ବା ପାର୍ଟି ଲୋକଙ୍କ ପାଖରେ ପହଞ୍ଚି ନଥାଏ, ସେମାନେ ଆଇଟମ୍ ଡ୍ୟାନ୍ସର ସାହାରା ନିଅନ୍ତି। ଯେଉଁ ପାର୍ଟିର ନାଟକ ଭଲ ଅଛି, ପାର୍ଟିର ନାଁ ଅଛି, ନାଁ ଅନୁସାରେ ପାର୍ଟିର ଲୋକ ଆସନ୍ତି ବା ନାଟକ ଦେଖିକି ଲୋକ ଆସନ୍ତି, ସେ ପାର୍ଟି କେବେ ସାହାରା ନିଏନି, ଆଇଟମ୍ ଡ୍ୟାନ୍ସର କେବେ ସାହାରା ନିଏନି। ଏହା ହେଉଛି ରିଅଲ୍।